কর্মরে বিরতি নাই শ্রোতা মানে মো জীবন পছগুঞ্চা ନାହିଁ ବୀରର ଜାତକେ ମଞ୍ଚ ଉପରୁ ଗୋଟିଏ ଶ୍ରୋତା ଉଠିଗଲେ ନୃସିଂହ ହୋତା ଶରୀରରୁ ଗୋଟାଏ ବିନ୍ଦୁ ରକ୍ତ ଶୁଖିଯାଏ। ଉଦ୍ଧବ ଆସିଗଲେ ଆଜ୍ଞା ମା ଯଶୋଦାଙ୍କ ନିକଟରେ ପ୍ରଣାମ ଟିଏ କଲେ, ନନ୍ଦକୁ ବିହିତ ପ୍ରଣାମ କଲେ, ମା ରାଧାଙ୍କୁ ପ୍ରଣାମ କଲେ। ଉଦ୍ଧବ ଆସି ରାଧାକୁ ପ୍ରଣାମ ଟିଏ କରିଦେଲେ, କହିଲେ ମା। ଯଶୋଦା କହିଲେ ଧନରେ କୁଆଡେ ଆସିଥିଲୁ? ନା ମାଲୋ ରାଜ୍ୟ ରାଜ୍ୟ ମାନଙ୍କରେ ଚିଟଉ ବାଣ୍ଟିବା ମୋ କର୍ତ୍ତବ୍ୟ କର୍ମ କରୁଛି। ନା ରେ କି ଚିଟଉ ଉଦ୍ଧବ? ନା ଭଗବାନ କୃଷ୍ଣ ବୃନ୍ଦାରକ ପ୍ରଭାସ ତୀର୍ଥ ପ୍ରଭାସ କ୍ଷେତ୍ରରେ କରୁଛନ୍ତି ପ୍ରଭାସ ଯଜ୍ଞ। ହେଲେ ମହାଦେବଗୀର କଡା ନିର୍ଦ୍ଦେଶ, ବିଶ୍ୱର କୋଣ ଅନୁକୋଣରେ ତୁ ଚିଟାଉ ଦେଇପାରୁ ଉଦ୍ଧବ, ମାତ୍ର ରାଜପୁତ୍ରଟା ଯାଇ ତା ଘରେ ଓଢିଲା ବୋଲି ମୋ ପୁଅଟାକୁ ଗାଈ ଚରେଇ ମହାମୂର୍ଖ କରିଦେଲା ଯୋଉ ବେଇମାନ ନନ୍ଦ ଆଉ ତା ସ୍ତ୍ରୀ ଯଶୋଦା। ତାକୁ ତୁ କେବେ ନିମନ୍ତ୍ରଣ ପତ୍ର ଦେବୁ ନାହିଁ ରେ ଉଦ୍ଧବ। ରାଜା ନନ୍ଦ ଟିକେ ମନ ଦୁଃଖ କଲା ବେଳେ ମା ଯଶୋଦା କଲା କାହିଁକି ମନ ଦୁଃଖ କରୁଛ? ପୁଅ ଯେତେବେଳେ ବାହାଘର ହୁଏ ସିଏ ବନ୍ଧୁ ବାନ୍ଧବ ମାନଙ୍କୁ ଗୁଆ ଦିଏ, ଆତ୍ମୀୟ ସ୍ୱଜନ ମାନଙ୍କୁ ଇନଭାଇଟ କାର୍ଡ ନିମନ୍ତ୍ରଣ ପତ୍ର ଦିଏ। ପୁଅ କଣ ମା କୁ ଇନଭାଇଟ କାର୍ଡ ଦିଏ? ପୁଅ କହିବ ମା ମୋ ପୁଅର ବାହାଘର ହଉଛି ଗୁଆଟା ଦଉଛି ନେ ରଖ। ପୁଅ କଣ ମା କୁ ନା ବୋପାକୁ ଗୁଆ ଦବ? କଥାରେ କହିଦିଏ। ତେଣୁ ନିମନ୍ତ୍ରଣ ପତ୍ର ମତେ ଦବା ଦରକାର ନାହିଁ, ମା ଆପେ ଆପେ ଯାଇପାରିବ। ଏତିକି ବିଚାର କରି ଆଜ୍ଞା ଗୋପକଟକର ବାଳକ ବାଳିକା ବୃଦ୍ଧ ବୃଦ୍ଧା ନନ୍ଦ ଯଶୋଦା ରାଧା ସମସ୍ତେ ଯାଇ ପହଞ୍ଚିଲେ ମଥୁରା କଟକରେ। ସମସ୍ତେ ଯଜ୍ଞ କୁଣ୍ଡ ନିକଟରେ ବସିଥାନ୍ତି କୋଟି ବଳିବାର ଭୁଜ। ଆପଣ ମାନଙ୍କର ଭଗବାନ କୃଷ୍ଣ ରାଧା ହୃଦୟରେ ବିଚାର କଲା ପ୍ରଭୁ ତବ ପାଦ ପଦ୍ମ ମୃଦେ ସୁବନ ସମ୍ଭବେର୍ନ ବପୁ ନଚେଦିଦା ବପୁ ଆହୁତିର୍ଭବତୁ ହବ୍ୟ ବାହନେ ବାଞ୍ଛିତ ଫଳ ସୁଦେହି ପୁଣ୍ୟେଷୁ। ଆପଣ ମାନଙ୍କର ରାଧା ବିକଳ ବିରହରେ ଡାକି ଚାଲିଲେ। କଣ କରିବେ ଆଉ? କହିଲେ କାହ୍ନୁ ମୋ କାହ୍ନୁରେ କହ୍ନେଇ କୁଆଡେ ଗଲ କହ୍ନେଇ? କୃଷ୍ଣ ହରେ କୃଷ୍ଣ ଗୋପୀନାଥ ହେ ଦ୍ୱାରକାଧୀଶ ତମେ କୁଆଡେ ଗଲ କୃଷ୍ଣ? କୁଆଡେ ଗଲ? ବାଜିଗଲା କୃଷ୍ଣ କଦେ କର୍ଣ୍ଣେ ରାଧାର ବଚନ। ହେ ରାଧା ହେ ରାଧା ପଥଣା କୁତୁ ଫଳ ଯେ କେଳା ଯେମିତି କେଳାର ମନ୍ତ୍ରଭୂତ ଉପକର୍ଷଣରେ ସାପ କଟିରେ ଫଣା
ପଡ଼ିଲେ କାନରେ ଶୁଭିଗଲା ଡାକଟା ଡାକଟା ପଡ଼ି ଯାଇଛି ଭଗବାନଙ୍କର କୃଷ୍ଣଙ୍କର କାନରେ ବାହାରି ପଡ଼ିଲେ ପୁଅ ଉଠି ପଡ଼ିଲେ ଏ ତ ବିରୋହିଣୀ ରାଧାର ଶବ୍ଦ ଆହା ଦୌଡ଼ି ଆସିଲେ ଆହା ଭଗବାନ କୃଷ୍ଣ ଆଚ୍ଛା ଏ ରାଧା ଯେତେବେଳେ କୃଷ୍ଣ ଯେତେବେଳେ ରାଧାଙ୍କ ପାଖକୁ ଚାଲିଯାଏ ଆଚ୍ଛା ରାଧା ହାତଟା ଟେକିଦେଲେ ଗଲେ ରହିଯା ରହିଯା ତମେ ମୋ କୃଷ୍ଣ ନୁହଁ ନାଇଁ 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 ତମେ ମୋ କୃଷ୍ଣ ହେଇପାରିବନି ହେଇପାରିବନି ଏହାର କାରଣ ଅଛି ଦ୍ୱିଗୁଣକୁ ଧରି କୃଷ୍ଣ ଇଏ କର ବିହାର ହେ କରଇ ବିହାର ହେ କରଇ ବିହାର ବୃନ୍ଦାବନ ବନେ ମୋର ଆରାଧ୍ୟ ଠାକୁର ହେ ଆରାଧ୍ୟ ଠାକୁର ହେ ଆରାଧ୍ୟ ଠାକୁର ବୃନ୍ଦାବନ ଅରଣ୍ୟ ଭିତରେ ଆହା ମୁଁ ଯେତେବେଳେ ମୋ କୃଷ୍ଣର ବିଳାସ ଦେଖେ ଆଚ୍ଛା। ମୋ କୃଷ୍ଣର ରୂପ କେମିତିଆ ଥିଲା ଆହା ଯଦୁମଣି ମହାପାତ୍ର ଆହା ବଇଲା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଚ୍ଛା ଦାঁড়িয়ে କଲମ କଲେ ଦେଖିବା କଲା ଦଳିତାଞ୍ଜନ ପ୍ରକାର ଓ ପ୍ରତି କରୁଚି ରତର ପ୍ରତି ରୁଚିର ତର ପ୍ରତି ରୁଚିର ତର କୁଳା କୁଳା ମନ୍ଦାରରେ ଆୟୁଧ ବେଣୁ ଆୟୁଧ ବେଣୁଆଏ ଆୟୁଧ ବେଣୁ ଶିରୋମଣି କେକି ବୁଝ ରୁଦମଣି ଗୁଣ୍ଡା ଗୁଛ ଗୁଣ୍ଡାମଣି ଗୁଣ୍ଡା ଗୁଛ ଗୁଣ୍ଡାମଣି ଗୁଣ୍ଡା ଗୁଛ ତନୁ ଭୂଷଣ ତା ଧେନୁ ଚହରଣରେ ଜୋବା ଧରି ଲମ୍ପଟ ବନ୍ଧୁ ମେଡିକାଲରେ ପଢିକି ଆସିଛୁ ବୋଲି ଭାବନା ମୁଁ ଦୁର୍ବଳ ଆଚ୍ଛା ମଞ୍ଚ ଉପରେ ହୋତା ଯେତିକି ସମୟ ରହିବ ବେଶ ତା ଡ୍ୟୁଟି ଇଜ ଗଡ୍ ଖିଲାପ ନାହିଁ ଖିଲାପ ନାହିଁ ବ୍ରଜ ଜୋବା ଧରି ଲମ୍ପଟ ହତ୍ୟା ଭାର ତମେ ଦଳିତା ଅଞ୍ଜନ ଅଞ୍ଜନ ବୋଲେ କଳା ଆଚ୍ଛା ଦଳିତ ନେଳିରେ କଳା ଟିକେ ଧୋଇକି ଦଳି ଦେଲି ଆଜ୍ଞା ତା ରଙ୍ଗ ଆହୁରି ଘନ କଳା ହେଇଯାଏ ଆଚ୍ଛା ତମ ରୂପଟା ଜହ୍ନି ମଞ୍ଜିଠୁ ଆହୁରି ଗୋରା ଗୋକୁଳ କୁଳାବତାର ଆୟୁଧ ବେଣୁ ବାତ ମୋ କୃଷ୍ଣ ହାତରେ ଗୋଟାଏ ବେଣୁଟିଏ ଶୋଭା ପାଇ ମୋ ବନ୍ଧୁ କହିଲେ ବାଦପାଲାରେ ମୁଁ ଆଜ୍ଞା କାହାକୁ କିଛି କହେନି ମୁଁ ମୋ କର୍ମ କରିକି ଚାଲିଯାଏ ମୁଁ କାହିଁକି ତମକୁ କହିବି ତମେ କଣ ମୋ ଜମି ବାଡି ଖାଇଛ ନାଇଁ ତେଣୁ ବିଦ୍ୟା ବିବାଦାୟ ଧନ ମଦାୟ ବିଦ୍ୟାରେ ବିବାଦ ଅଛି ଦି ବନ୍ଧୁ ଏକାଠି ବସା କରି ଖାଇବା ଏହା ସତ୍ୟ କିନ୍ତୁ ବର୍ଦ୍ଦି ପିନ୍ଧିଲେ କେହି ନୁହେଁ କାହାର ଯଦି ଭଗବାନଙ୍କର ଭଗବାନ କୃଷ୍ଣ ହାତରେ ବଂଶୀ ଧାରଣ କରନ୍ତି ବଂଶୀର ରନ୍ଧ୍ର କେତେଟା କହିଲୁ 7ଟା ତେଣୁ 7ଟା ରନ୍ଧ୍ରରେ କେଉଁ କେଉଁ ଦେବୀ ବସିଛନ୍ତି ବାବୁ ଜାଣ ରନ୍ଧ୍ରେ କେଉଁ ଶବଦ ଉଚ୍ଚାରେ ଗୋଟି ଗୋଟି କିରି ଗଣ ରନ୍ଧ୍ରରେ 7 ଦେବୀ କିଏ ବନ୍ଧୁ ଏ ମୋର କହିବ ଏଣେ ତେଣେ କହି ନ କହି ବାବୁ ହେ ଯଥା ଯଥାର୍ଥ ଦେବ 7 ପତୁରିଆ ଖଲି ଓ ଭାଇ ନା 7 ପତୁରିଆ ଖଲି
ବୋଲା ତୋ ଘଇତା ଭାତ ଖାଉନି ମୋ ଘରୁ ଡାଲି ଭାରି ଦାନିଟା ତୁ ଘରେ ମୂର୍ଖ ଆଜ୍ଞା ଛାଡ଼ିଆ ଆମ୍ବୁଲ ବାରିପଟେ ଯୋଉ ଆମ୍ବ ଗଛଟି ତୋର ଅଛି ଆଜ୍ଞା ଯେତେବେଳେ ପାଲାକୁ ଯିବୁ ହଁ ମାଛ କହିବ 4 ପିସ୍ ହଉନି ଆଉ 2 ପିସ୍ ଦିଅ ଦିଅନ୍ତୁ ଘରେ ବାରି ଯା ରସୁଣ କୋଲା ଧରେଇକି ସେଇ ଫାଡ଼ିଆ ଆମ୍ବୁଲ ଭାରେ ଧରେଇ ଦବ ହଁ କଞ୍ଚା ଲଙ୍କାଟେ ଧରିଦବ ବାହାରେ କାମ କାମ ଚୋବଉଥବୁ ଆଜ୍ଞା ଘରେ ଏମିତିଆ ଡାଲି କରନ୍ତି ଯେ ତୋ ଘଇଟା ଖାଉନି ମୋ ଘରୁ ଡାଲି ନେଇକି ଖାଏ ଆଉ ତୁ ଏମିତିଆ ଡାଲି ଦଉ ଖାଲି କୁର୍ଥ ଡାଲି କଣ କୁର୍ଥ ଡାଲି ଆରେ ଏଇଟା ଶୁଭୁନି ବାପା ବାଦି ଧନରେ ଏଇ କଥା ଏତିକି ବେଳେ ପଚାରିବାର ଅଛି ଯା ରଜ ସ୍ତ୍ରୀଲିଙ୍ଗ ପୁରୁଷ ଯା ରଜ ବୋଲି ତମେ ଜାଣିନ କାହାକୁ ତମେ ଜାଣିନ ରଜ କାହାକୁ କଣ ଖାଲି ରଜ ପଳିଆ ଯିଏ ବୋପା ବିର୍ଷରୁ ଜନ୍ମ ହେଇନି ଏଗୁଡାକ ମା ଭଉଣୀ ବସୁଛନ୍ତି ଏଗୁଡା ଖୋଲିବି ଆଉ ମୁଁ ଲଙ୍ଗଳା ଗାଈକୁ ଖୋଲିଦେବି ତେଣୁ ଯାହାକୁ ଯୋଉଟାକୁ ଇଂରାଜୀ ଆଜିକାଲି ତ ଆମେ ଓଡିଆକୁ ବୁଝୁନେ ଯୋଉଟାକୁ ଇଂରାଜୀରେ କହନ୍ତି ବାସ୍ଟାର୍ଡ ସେଗୁଡା କହନ୍ତି ରଜ ବୁଝିଲ ନହେଲେ ବୁଝେଇଲେ ଆକୁ 2 ଘଣ୍ଟା ନେଇଯିବ ଆଉ ତେଣୁ ସଜନ ବର୍ଗେ ଆଜ୍ଞା ଆପଣ ମାନଙ୍କର ଆଜ୍ଞା ଏପଟେ ଭଗବାନ କୃଷ୍ଣଙ୍କୁ ରାଧା କହୁଛି ତୁମ ଓରିଜିନାଲ କୃଷ୍ଣ ନୁହଁ କାହିଁକି କାହିଁକି ନା ତୋ ହାତରେ ବେଣୁ ଶୋଭା ପାଉନି ବେଣୁ ବଦଳରେ ଶୋଭା ପାଉଛି ସୁଦର୍ଶନ ଚକ୍ର ଯାହାକୁ ଆଉ ଜଣେ ଭକ୍ତ କବି ଦୀନକୃଷ୍ଣ ଦାସ କଲମ କଲେ କର୍ଣ୍ଣେ ମକର କୁଣ୍ଡଳ ଝଡ଼ କେ ଗଣ୍ଡ गायन्ति देवाहक गीत कानी ध्वनिया स्तुतिर भारत भूमि भागे आज्ञा स्वर्गां अवर्गास्पद मार्ग भूते स्वर भवन्ति भूय पुरुष सुरद्वाग से डिंगर निवासी रोणा बाबूंकर सत्यनारायण कल्याण करंतु सर्वतीर्थ जलापद कुसुमित करंतु सर्वे बोलानंदे कबार हरि हरि बोल भूत आबाल बुद्ध वनिता मानकर मंगल हो बोलानंदे कबार हरि हरि बोल हरि बोल हरि बोल बोले तमे मोर ओरिजिनल कृष्ण नुह नोहा मो कृष्ण बंशीधरे हाथ दे मो कृष्णर काने रे गड़गड़िया कांच माला शोभा पाए हां मो कृष्ण कठो बिंधे की जाए बस मो कृष्ण झाटी रे गुटे गोसेई पो मोइठा ए आज्ञा ता पादो दिन थाए आए प्रैक्टिकल रे सार देखै दउछन्ती आज्ञा मो बुढ़ा लोक आ केते दिन गले तुम पाखक आसी आश्रय नहीं कि 2 पैसा बंची खाई बोली तुम गोईठा मार तो जमी श्रीपति
হ্যাঁ তোতে গুইঠাটা মারিছি আজ্ঞା ଦେଖୁନାହାନ୍ତି ପାଦ ଚିହ୍ନ ପାଦଟା ଦେଇଛି ପାଦ ଏକରେ ଏ ମଞ୍ଚ ଉପରେ ତୁ ଯେତେ ବୁଢା ହେଇଲି ଆଜ୍ଞା ଯୋଉଠି ଗାୟକ ଆଉ ମୋ ସଙ୍ଗୀତ ଆଜ୍ଞା ଆଜ୍ଞା ଦୁଇରେ ମୁଁ ଜଣେ ବ୍ରାହ୍ମଣ ଆଜ୍ଞା ଗୋଟିଏ ବ୍ରାହ୍ମଣର ମୁଁ ଡାହାଣ ପାଦଟା ଦେଇଛି ହଁ ଡାହାଣ ପାଦ ଦେଇଛି ଡାହାଣ ପାଦରେ ବ୍ରାହ୍ମଣର କଣ ଅଛି ଜାଣିଛୁ ପାଦରେ ପୁଣି ବ୍ରାହ୍ମଣ ମାନଙ୍କର ଅଛି କହିଲା ପୃଥିବୀ ଜାନି ତୀର୍ଥାନି ଜାନି ତୀର୍ଥାନି ସାଗରେ ସାଗରେ ଜାନି ତୀର୍ଥାନିଆ ବ୍ରାହ୍ମଣ ସିଂହ ଦକ୍ଷିଣାଙ୍ଘ୍ରି ବ୍ରାହ୍ମଣର ଡାହାଣ ପାଦରେ ହଁ ପାଞ୍ଚଟା ଆଙ୍ଗୁଠିରେ ଆଚ୍ଛା ପଞ୍ଚତୀର୍ଥ ଧାଏ ଆଜ୍ଞା ସିଏ କିଏ ଇଏ ସେ ନା ପାଞ୍ଚଟି ସାଗରର ତୀର୍ଥ ଦେଖିବା ପୁଣ୍ୟ ଯାହା ଗୋଟିଏ ସାଗରକୁ ଯିବା ପାଇଁ ହେଲେ ତ 2000 ଅତି କମରେ ଖର୍ଚ୍ଚ ନିଶ୍ଚିତ 5 ରାତିରେ 10,000 ଖର୍ଚ୍ଚ କରିଥାନ୍ତି ଆଉ ତତେ ମୁଁ ପାଦ ଧୋଇ ଦେଇ 10,000 ଟଙ୍କାର ଫଳ ଦେଲି ଭଲ ପାଇଲୁ ନା ମନ୍ଦ ପାଇଲୁ ଏ ପ୍ରଭୁ ଯଦି ଗୋଟେ ପାଦରେ ଏଇ ପ୍ରକାର ତୀର୍ଥ ମୁଁ ଉପଲବ୍ଧି କରୁଛି ଆଉ ଗୋଟେ ଗୋଇଠା ମାରମ ଏ ବ୍ରାହ୍ମଣ ହଁ ବାଁ ପାଦଟା ଦେଲେ କିଛି ଅସୁବିଧା ନାହିଁ ଆଜ୍ଞା ମୁଁ ଦେଖେଇ ଦଉଛି ଏଥର ବ୍ରାହ୍ମଣର ବାଁ ପାଦରେ କଣ ଅଛି ଜାଣିଛୁ କଣ ନା ପୃଥିବ୍ୟାଂ ପଟ ତୀର୍ଥାନି ତୀର୍ଥାନିର ବଟର ଭବେତେ ପଞ୍ଚବଟଂ ସମଯୁକ୍ତିଆ ତୀର୍ଥ ବ୍ରାହ୍ମଣ ବାମାଙ୍ଘ୍ରି ବ୍ରାହ୍ମଣର ବାମ ପାଦରେ ଆଜ୍ଞା କଳ୍ପ ବଟ ବାଂସା ବଟ ବଂଶୀ ବଟ ଉଦୟ ବଟ ଯମୁନା ବଟ ଆଜ୍ଞା ପାଞ୍ଚଟା କଳ୍ପ ବଟର ପୁଣ୍ୟ ବ୍ରାହ୍ମଣର ବାମ ପାଦରେ ରହିବ ରହିଛି କଳ୍ପ ବଟ ହିମାଳୟ ଉତ୍ତରପ୍ରଦେଶ ହରିୟାଣା ଆଜ୍ଞା ଆଜ୍ଞା ହିମାଚଳ ପ୍ରଦେଶ ହଁ ସେଠିକି ଯିବା ପାଇଁ ଟଙ୍କା 10,000 ଖର୍ଚ୍ଚ କହନ୍ତୁନି କରିବ ଆଜ୍ଞା ଗରିବ ଲୋକ ଏତେ ପାଇବିନି ଇଏ ଯମୁନା ବଟ ଦେଖିବାକୁ ହେଲେ ତୋତେ ଯିବାକୁ ପଡିବ ମଥୁରା ବୃନ୍ଦାବନ ବାସ୍ ଯମୁନା ନଦୀ କୂଳରେ ପହଞ୍ଚିବୁ ଟଙ୍କା 7,000 ଖର୍ଚ୍ଚ କରିବାକୁ ପଡିବ ଆଜ୍ଞା ତେଣୁ 5ଟା ତୀର୍ଥ ବୁଲିବା ପାଇଁ ଟଙ୍କା 30,000 ଟ୍ରେନରେ ଦେଲେ ବୁଲିବୁ ହଁ 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 ପୁଅ ଏପଟେ 30 ପାଇଲୁ ସେପଟେ 10 ପାଇଲୁ କେତେ ହଜାର ଟଙ୍କାର ପୁଣ୍ୟ ପାଇଲୁ 40,000 ଏତିକି କଥା ରଖିବୁ ଆଜ୍ଞା ଏଇ ବ୍ରଜରାଜପୁର ଗାଁରେ ଯୋଉ 4 ଦିନର ପାଲା ପଇସା ତ ଭାଗ ଆଉ ନବୁନି ବାପା ମରିଯିବି ଆଜ୍ଞା ଆରେ ତୋତେ ମୁଁ 40,000 ଟଙ୍କାର ପୁଣ୍ୟ ଦେଇ ସାଇଲିଣି ଆଜ୍ଞା ମୋ ନାତୁଣୀ କୁରକୁରି ଖାଇବ ବୋଲି ମତେ ବାରମ୍ବାର ଫୋନ ପବନ ବାହାରି ଯାଉଛି କାଲି ଗୋଟେ ଦାନ୍ତ ଲଗା ଲଗେଇବି ହଁ ଆପଣ ପଇସା ଦେବେ ନାଇଁ ଆଜ୍ଞା ବୁଢା ଫୋନ ପ୍ଲେ କରିଦବ ଫୋନ ପ୍ଲେ କରିଦବ କରିଦେବି କରିଦେବି ମୂର୍ଖ ଗୁଡିଗାର ରାଧା ଉତ୍ତର ଦେଲେ ତମେ ମୋ କୃଷ୍ଣ ନୁହ ନା ନାହିଁ ରାଧା ଆଚ୍ଛା 100 ବର୍ଷ ଅଭିଶାପ ପାଇଥିଲେ ଆମେ ଧୌମ୍ୟ ବାବାଜୀ ଅଭିଶାପ ଦେଇଛନ୍ତି ତମର ମୋର 100 ବର୍ଷ ବ୍ୟବଧାନ ହଁ ବିଚ୍ଛେଦ ଘଟିବ କେଡେ କଥା ହେଲା ରେ 100 ବର୍ଷ ବିତିଗଲାଣି ତ ହଁ ହଁ